ଆଜିର ପ୍ରସଙ୍ଗ ସହଭାଗୀ ଭାବନାକୁ ସୁଦୃଢ଼ କରୁଛି ମୁଖ୍ୟ ଶାସନ ସଚିବ ସମ୍ମିଳନୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଉଦ୍ଯାପିତ ହୋଇଛି। ଗତ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ 3 ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଶନିବାର ଏବଂ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ସହଯୋଗୀ ସଂଘୀୟ ବ୍ୟବସ୍ଥାର ଚିନ୍ତାଧାରାକୁ ସୁଦୃଢ଼ କରିବା ଏବଂ ବିକଶିତ ଭାରତ ସ୍ୱପ୍ନ ହାସଲ କରିବାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାକୁ ଅଧିକ ସଶକ୍ତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଦୃଢ଼ତାର ସମନ୍ୱୟରେ ଗଠିତ ମାନବ ସମ୍ବଳ ହେଉଛି ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ମୂଳଦୁଆ। ଏକ ସମନ୍ୱିତ ଏବଂ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଆଧାରରେ ଏ ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିକଶିତ ଭାରତ ପାଇଁ ମାନବ ସମ୍ବଳ ପ୍ରସଙ୍ଗକୁ ସମ୍ମିଳନୀରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଦେଶର 70% ଜନସଂଖ୍ୟା କର୍ମଜୀବୀ ଗୋଷ୍ଠୀରେ ରହିଥିବାରୁ ବିଭିନ୍ନ କ୍ଷେତ୍ର ପାଇଁ ଏହା ଅନନ୍ୟ ସୁଯୋଗ ସୃଷ୍ଟି କରିଛି। ମାନବ ସମ୍ବଳର ପ୍ରକୃତ ଉପଯୋଗ ଦ୍ୱାରା ଦେଶର ଆର୍ଥିକ ପ୍ରଗତି ତ୍ୱରାନ୍ୱିତ ହୋଇପାରିବ। ଭାରତ ଏବେ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଯୁବଶକ୍ତି ଦ୍ୱାରା ପରିଚାଳିତ ଏହି ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଆର୍ଥିକ ସଶକ୍ତ ଭାବେ ପ୍ରତିପାଦନ କରିପାରିବ। ସ୍ୱଚ୍ଛ ଶାସନ, ସୁବ୍ୟବସ୍ଥିତ ସେବା ପ୍ରଦାନ ଏବଂ ଉତ୍ପାଦନରେ ଗୁଣବତ୍ତା ବିକଶିତ ଭାରତ ଗଠନ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ। ତେଣୁ ମେକ୍ ଇନ୍ ଇଣ୍ଡିଆ ଉତ୍ପାଦ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାରେ ନିଜ ସ୍ଥାନ ସୁଦୃଢ଼ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସ୍ୱଦେଶୀ ଉତ୍ପାଦରେ ଶୂନ୍ୟ ତ୍ରୁଟି ଏବଂ ସର୍ବନିମ୍ନ ପରିବେଶଗତ ପ୍ରଭାବ ସହିତ ଆତ୍ମନିର୍ଭରଶୀଳତା ମାର୍ଗ ଅବଲମ୍ବନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା। ମେକ୍ ଇନ୍ ଇଣ୍ଡିଆର ଚିହ୍ନ ଗୁଣବତ୍ତାର ପ୍ରତୀକ ହେବାକୁ ପଡ଼ିବ। ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି ଦେଶର ପ୍ରତିବଦ୍ଧତା ହେବା ଆବଶ୍ୟକ ବୋଲି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ମିଳିତ ଭାବେ ଘରୋଇ ଉତ୍ପାଦନର ଏପରି 100ଟି କ୍ଷେତ୍ରକୁ ମନୋନୀତ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି, ଯାହାକି ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହାଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ସହିତ ଦେଶର ଆର୍ଥିକ ନିରନ୍ତରତା ସୁଦୃଢ଼ ହେବ। ଭାରତର ସମୃଦ୍ଧ ଐତିହ୍ୟ ଦେଶକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ଅଗ୍ରଣୀ ସ୍ଥାନ ପ୍ରଦାନ କରିପାରିବ। ଏହାର ଉପଯୋଗ ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ମତ ବିନିମୟ ହୋଇଛି। ଫଳରେ ଯୁବବର୍ଗଙ୍କ ପାଇଁ ରୋଜଗାରର ମାଧ୍ୟମ ଅଧିକ ବ୍ୟାପକ ହୋଇପାରିବ। ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି, ଦୁଗ୍ଧ ଏବଂ ମତ୍ସ୍ୟ ଚାଷକୁ ଆହୁରି ଅଧିକ ବ୍ୟାପକ କରିବାକୁ ପଡ଼ିବ। ବିଭିନ୍ନ କ୍ଷେତ୍ରରେ କମ୍ ଉତ୍ପାଦକତା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ପ୍ରାଥମିକତାର ସହିତ କାର୍ଯ୍ୟ କରାଯାଇପାରିଲେ ଖାଦ୍ୟ ନିରାପତ୍ତା ଅଧିକ ସଶକ୍ତ ହୋଇପାରିବ। ଧନଧାନ୍ୟ ଯୋଜନା ଅଧୀନରେ କମ୍ ଉତ୍ପାଦକତା ଥିବା 100ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଦେଶରେ ଖୁବ୍ ଶୀଘ୍ର ଜାତୀୟ ଉତ୍ପାଦନ ମିଶନ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ମିଶନକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏହି ମିଶନ ଦ୍ୱାରା ବ୍ୟବସାୟିକ ସହଜ ହେବ ଏବଂ ପ୍ରାକୃତିକ ସମ୍ବଳଗୁଡ଼ିକର ଉଚିତ ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇପାରିବ। ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପରିବହନ, ପର୍ଯ୍ୟଟନ, ବୃତ୍ତିଗତ ସେବା, କୃତ୍ରିମ ବୁଦ୍ଧିମତ୍ତା ଆଦି ବିଭିନ୍ନ କ୍ଷେତ୍ର ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ପାଣ୍ଡୁଲିପିଗୁଡ଼ିକର ଡିଜିଟାଲାଇଜେସନକୁ ଦୃଷ୍ଟିରେ ରଖି ଦେଶରେ ଜ୍ଞାନ ଭାରତମ୍ ମିଶନକୁ କାର୍ଯ୍ୟକାରୀ କରାଯାଇଛି। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ମିଶନ ଆଧାରରେ ନିଜ ପାଖରେ ଉପଲବ୍ଧ ଥିବା ପାଣ୍ଡୁଲିପିଗୁଡ଼ିକର ଡିଜିଟାଲାଇଜେସନ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ସୁଶାସନ ଏବଂ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ସମ୍ମିଳନୀରେ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଶାସନକୁ ଅଧିକ ଗୁଣବତ୍ତା ସମ୍ପନ୍ନ କରାଯାଇପାରିବ। ଏହି ସମ୍ମିଳନୀର ନିର୍ଦ୍ଦେଶକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତ୍ୟେକ ଅଂଶୀଦାର ସହମତ ହୋଇଛନ୍ତି। ମାନବ ସମ୍ବଳର ବିକାଶ ସହିତ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ସମ୍ମିଳନୀ ଅବସରରେ ବ୍ୟାପକ ବିଚାର ବିମର୍ଶ କରାଯାଇଛି। ବିଭିନ୍ନ ପ୍ରସଙ୍ଗ ଆଧାରିତ ସ୍ୱତନ୍ତ୍ର ଅଧିବେଶନମାନ ଏହି ସମ୍ମିଳନୀରେ ଆୟୋଜିତ ହୋଇଛି।